ଓଡ଼ିଶାର ଏକ ଛୋଟ ଗାଁରେ ରାମୁ ନାମକ ଏକ ଗରିବ କିନ୍ତୁ ସତ୍ୟବାଦୀ ଚୁଆ ବସୁଥିଲା। ତାଙ୍କର ପିତା ଜଣେ ଚାଷୀ ଥିଲେ ଏବଂ ସେ ଛୋଟବେଳୁ ରାମୁଙ୍କୁ ଏକ କଥା ଶିଖାଇଥିଲେ, ଜୀବନରେ କେବେ ମିଥ୍ୟା କହିବୁ ନାହିଁ, ସତ୍ୟର ଶକ୍ତି ସବୁଠାରୁ ବଡ଼। ରାମୁ ସେହି କଥାକୁ ନିଜ ହୃଦୟରେ ରଖିଥିଲା। ଏକଦିନ ଗାଁର ବଜାରକୁ ଯାଉଥିବା ବେଳେ ସେ ରାସ୍ତାରେ ଏକ ଥଳି ପାଇଲା। ଥଳିଟି ଖୋଲି ଦେଖିଲା, ତାହାର ଭିତରେ ବହୁତ ଟଙ୍କା ଓ କିଛି ଦରକାରୀ କାଗଜପତ୍ର ଥିଲା। ଗରିବ ଘରର ଚୁଆ ହେବାରୁ ତାଙ୍କ ମନରେ ଏକ ମୁହୂର୍ତ୍ତ ପାଇଁ ଲୋଭ ଜନ୍ମ ନେଲା। ସେ ଭାବିଲା, ଏହି ଟଙ୍କା ଦ୍ୱାରା ଆମ ଘରର ଅନେକ ସମସ୍ୟା ଦୂର ହୋଇପାରେ। କିନ୍ତୁ ସେହି ମୁହୂର୍ତ୍ତରେ ତାଙ୍କ ପିତାଙ୍କ କଥା ମନକୁ ପଡ଼ିଗଲା। ସେ ନିଜକୁ କହିଲା, ଏହା ମୋର ନୁହେଁ, ମୁଁ ଏହାକୁ ଫେରାଇବି। ରାମୁ ଥଳିଟି ନେଇ ଗାଁର ସରପଞ୍ଚଙ୍କ ଘରକୁ ଗଲା ଏବଂ ସମସ୍ତ କଥା କହିଦେଲା। ସରପଞ୍ଚ ଗାଁରେ ଘୋଷଣା କରାଇଲେ ଯେ ଯାହାର ଥଳି ହରାଇଛି ସେ ଆସି ନେଇଯାଉ। କିଛି ସମୟ ପରେ ଜଣେ ବ୍ୟବସାୟୀ ଆସି କାନ୍ଦୁଥିବା ଅବସ୍ଥାରେ କହିଲେ ଯେ ତାଙ୍କର ଥଳି ହରାଇଯାଇଛି। ସେ ଥଳିର ଚିହ୍ନ ଓ ଭିତରେ ଥିବା କାଗଜପତ୍ର ବିଷୟରେ ସଠିକ୍ ତଥ୍ୟ ଦେଲେ। ରାମୁ ତାଙ୍କୁ ଥଳି ଫେରାଇଦେଲା। ବ୍ୟବସାୟୀ ଅତ୍ୟନ୍ତ ଖୁସି ହୋଇ ରାମୁଙ୍କୁ ପୁରସ୍କାର ଦେବାକୁ ଚାହିଁଲେ, କିନ୍ତୁ ରାମୁ କହିଲା, ମୁଁ ମୋର କର୍ତ୍ତବ୍ୟ କରିଛି, ଏଥିପାଇଁ ପୁରସ୍କାର ଦରକାର ନାହିଁ। ତାଙ୍କର ସତ୍ୟବାଦିତା ଓ ନିଷ୍ଠା ଦେଖି ସମସ୍ତେ ଗର୍ବିତ ହେଲେ। କିଛି ଦିନ ପରେ ସେହି ବ୍ୟବସାୟୀ ରାମୁଙ୍କୁ ନିଜ ଦୋକାନରେ କାମ ଦେଲେ। ରାମୁ ମେହନତ ଓ ସତ୍ୟବାଦିତାରେ କାମ କରି ଦୋକାନକୁ ଆଗକୁ ନେଲା। ବ୍ୟବସାୟୀ ତାଙ୍କୁ